ଏଠି ମୁଁ କିଛି ଡାଲିଆର ଦୁଇଟା ଡାଳକୁ କାଟିକି ବାଲିରେ ପୋତି ଦେଇଥିଲି। ତ କିଛି ଦିନ ପରେ ଏହାର ଚେର ବାହାରି ସାରିଛି। ତ ଆଜି ଆମେ ଆକୁ ମୁଁ ଗୋଟେ ଗଛ ଉପୁଡ଼ିକି ଦେଖିଲି ଭଲ ଭାବରେ ଚେର ବାହାରି ସାରିଛି। ତ ସେଥିପାଇଁ ମୁଁ ଭାବିଲି ଆକୁ ଲଗେଇଦେବା ଏଇଟା ଠିକ୍ ଟାଇମ୍। ତ ଚାଲନ୍ତୁ ଆଜି ଆମେ ଲଗେଇବା ଗଛଟି। ତ ଫାର୍ଷ୍ଟ ଏଇ ଗଛଟି ମୁଁ ଚେକ୍ କରିଥିଲି, ଉପୁଡ଼ିକି ଦେଖୁଥିଲି କି ଏଇଟା ଚେର ହେଇଛି କି ନାହିଁ। ତ ସେଥିପାଇଁ ଏମିତି ମଲା ଭଳିଆ ଟାଇପ୍ର ଟିକେ ହେଇଯାଇଛି, ଯେହେତୁ ଟିକେ ଖରା ହେଇଛି ନା। ତ ଏମିତି ବହୁତ ଭଲସେ ଦେଖିପାରୁଥିବେ ଚେର ବାହାରି ସାରିଛି। ତ ଆକୁ ଆମେ ସବୁ ଲଗେଇଦେବା। ଏଇ ଗଛଟି ମଧ୍ୟ ବହୁତ ଭଲସେ ଚେର ହେଇଯାଇଛି। ଆକୁ ବି ଆମେ ଉପଡ଼ିକି ଆଜି ଲଗେଇଦେବା। ତା ସାଇଡ଼୍ କେୟାରଫୁଲି ମୁଁ କାଢ଼ୁଛି। ତା ସାଇଡ଼୍ରେ ଗୋଟେ ମୟୂରଭଞ୍ଜ ଗଛ ଲଗେଇଛି, ସେଟାରେ ବି ମଧ୍ୟ ଚେର ବାହାରିଯିବ। ତ ଦେଖିପାରୁଥିବେ ଏଟାର ଚେର ଗୋଟେ ଛିଡ଼ିଗଲା, କିନ୍ତୁ ଯେତିକ ବି ଚେର ବାହାରିଛି ଆରାମସେ ଲାଗିଯିବ। ତ ମୁଁ ଏଠି ଗୋଟେ ଅଟା ଜରିରେ କି ମାଟି ପ୍ରସ୍ତୁତ କରିଦେଇଛି, ଆଉ ଗୋବର ଖତ ମିଶାଇକି ମାଟି ମିଶାଇ ସବୁକିଛି ମିଶାଇକି ସେଇ ଅଟା ଜରି ଭିତରେ କିଛି ପାଣି ଦେଇକି ରଖୁଛି, ଯାହାଫଳରେ କି ଗଛଟା ଇଜିଲି ଲାଗିଯିବ। ତ ଫାର୍ଷ୍ଟ ପାଣି ଦେଇଛି ମୁଁ, ତାପରେ ଗଛଟା ଲଗେଇ ଦେଇକି ତାପରେ ପୁଣି ଆଉ ଥରେ ପାଣି ଦେଇଦେବା, ଯାହାଫଳରେ କି ଚେରଟି ଭଲସେ ଲାଗିଯିବ। ଆଉ ମୋତେ 7-8 ଦିନ ପର୍ଯ୍ୟନ୍ତ ଯେମିତି ପାଣି ନଦେଲେ ଚଳିବ। ଆଉ ଲଗେଇ ସାରିକି ଏଇ ଗଛଟିକୁ ମୁଁ ସେଡ଼େ 2-3 ଦିନ ପାଇଁ ଛାଡ଼ିଦେବି, ତାପରେ ମୁଁ ଖରାରେ ଆଣିଦେବି। ଆଉ ଗଛଟି ବଢ଼ିଲା ପରେ ଆର ରେଜଲ୍ଟ କିଛି ଏଇଭଳି ହେଇଛି, ଆପଣ ଦେଖିଲେ ବହୁତ ଖୁସି ହେଇଯିବେ। ଦେଖିପାରୁଥିବେ କେତେ ସୁନ୍ଦର ଫୁଲ ହେଇଛି।